ଦହିବରା ଆଳୁଦମ୍ କାହାକୁ ବା ଖାଇବାକୁ ଭଲ ନ ଲାଗେ। ଯଦି ଆଳୁଦମ୍ଟା ଭଲ ହେଇଥିବ ତ ଦହିବରା ଖାଇବାକୁ ବହୁତ ବଢ଼ିଆ ଲାଗିବ। ତ ଆଳୁଦମ୍ରେ ଆମେ ସବୁ ପ୍ରକାରର ଖାଦ୍ୟ ଖାଇବା, ବ୍ରେଡ଼୍ ହଉ, ରୁଟି ହଉ, ଆମର ଇଟିଲି ହଉ। ତ ଆଜି ଆମେ ବିନା ପିଆଜ ରସୁଣରେ ଗୋଟେ ସ୍ୱାଦିଷ୍ଟ ଆଳୁଦମ୍ ବନେଇବା, ଗୋଟେ ସିକ୍ରେଟ୍ ମସଲା ପକେଇକି ଆପଣମାନଙ୍କୁ ନିହାତି ପସନ୍ଦ ଆସିବ। ଘରେ ଥିବା ମସଲାରେ ଆଜି ଆମେ ବନେଇବା। ନମସ୍କାର, ଜୟ ଜଗନ୍ନାଥ। ସୁନତାନ୍ତା କିଚେନକୁ ଆପଣମାନଙ୍କୁ ସ୍ୱାଗତ। ଆଗେ ଆମେ ମସଲା ରେଡ଼ି କରିବା। ତ ମସଲା ରେଡ଼ି କରିବା ପାଇଁ ଆମେ ଲଙ୍କାଗୁଣ୍ଡ 1 ଚାମଚ ନେବା, ରାଗ ଲଙ୍କାଗୁଣ୍ଡ ଆଉ କାଶ୍ମୀର ରେଡ୍ ଚିଲି 1 ଚାମଚ, ହଳଦୀ ଗୁଣ୍ଡ 1.5 ଚାମଚ, ଧନିଆ ଗୁଣ୍ଡ 2 ଚାମଚ, ଜିରା 2 ଚାମଚ, କସ୍ତୁରୀ ମେଥି ଆମେ ନେବା 1 ଚାମଚ। ତ ଏସବୁ ମସଲାକୁ ଆମେ ଯେତେବେଳେ ତରକାରୀରେ ପକାଇବା ପାଣିରେ ଗୋଳେଇକି ପକାଇବା। ତାପରେ ଏପଟେ ଦେଖନ୍ତୁ ମୁଁ ଆଳୁଦମ୍ ବନେଇବା ପାଇଁ ସିଝା ଆଳୁ ନେଇଛି, ଆଉ ଗୋଟେ ଜିରାର ଆଉ ଅଦାର ପେଷ୍ଟ ନେଇଛି। ସେଥିରେ ପକେଇଛି କାଜୁ, ଚାରୁମଗଜ, ପୋସ୍ତ, ଚିନାବାଦାମ, 1.5 ଇଞ୍ଚର ଅଦା, 2ଟା ଶୁଖିଲା ଲଙ୍କା, ଟମାଟର 1। ତ ଏଇସବୁ ମସଲାକୁ ନେଇଛି, ମିଡ଼ିୟମ୍ ସାଇଜ୍ର ଟମାଟର, ତାକୁ ପେଷ୍ଟ କରି ନେଇଛି। ତାପରେ ଦହି। ଏପଟେ ଆମେ କ'ଣ କରିବା, ଗୋଟେ ଆଳୁକୁ ଆମେ 4 ସାଇଡ଼୍ରେ ଏମିତି କଟ୍ କରିଦେବା। ତ ଗୋଟେ ଆଳୁ ଯେମିତି ଆମର 4 ଖଣ୍ଡ ହେବ, ଏଇ ଟାଇପ୍ର ହିଁ ଆମେ ଆଳୁ ଗୁଡ଼ିକ ସବୁ କାଟିଦେବା। ପ୍ରଥମେ କ'ଣ କରିବା, ଆମେ ଗ୍ୟାସ୍ ଅନ୍ କରିକି କଢ଼େଇ ବସାଇବା। କଢ଼େଇରେ ଆମେ ତେଲ ଦେବା। ତେଲକୁ ଭଲ ଭାବରେ ଗରମ କରିବା। ତେଲ ଗରମ ହେଇସାରିଲା ପରେ ଟିକେ 1 ଇଞ୍ଚର ଆମେ ପକାଇବା ହଳଦୀ, ତାପରେ ପକାଇବା ଲୁଣ। ତ ଲୁଣ ହଳଦୀ ଦେଇକି ଆମେ ଆଳୁକୁ ଗ୍ୟାସ୍କୁ ଆମେ ହାଇରେ ରଖିକି ଆଳୁକୁ ଭାଜିବା, କାହିଁକିନା ଆଳୁ ଅଲରେଡ଼ି ସିଝା ଅଛି। ତ ସେଇଥିପାଇଁ ଆମେ ଅଳ୍ପ ଆଳୁକୁ କମ୍ ସମୟ ଯାଏଁ ଟିକେ ହାଲକା ଭାଜି ହେଲା ଯାଏଁ ଆମେ ଭାଜିଦେବା। ତ ଯେମିତି ଆମର ଆଳୁର କଲର୍ଟା ଟିକେ ଭଲ ଆସିବ। ଆଳୁକୁ ଭାଜିଦେଲେ ସିଝା ଆଳୁଟା ଆଉ ଆମର ତରକାରୀରେ ବେଶୀ ଲାଗିବନି, ସିଏ ପୁରା ଗୋଟା ଗୋଟା ହେଇକି ହେବ। ନହେଲେ ସିଝା ଆଳୁଟା ପକାଇଲେ ଦେଖିବ ଆଳୁଟା ଭାଙ୍ଗିଯିବ, କିନ୍ତୁ ଭାଜିକି ଟିକେ ପକାଇଲେ ଆଳୁ ଭାଙ୍ଗିବନି। ଏଇ ଟାଇପ୍ର ହିଁ ଆଳୁ ଭାଜିବେ। ଆମର ଆଳୁ ଭଜା ହେଇଯାଇଛି। ଏବେ ଆମେ ଗୋଟେ ପ୍ଲେଟ୍କୁ କାଢ଼ିଦେବା। ସେଇ କଢ଼େଇରେ ଆମେ ସୋରିଷ ତେଲ ଦେବା। ଆଳୁଦମ୍ ଯେତେବେଳେ ବି ଆପଣ ବନେଇବେ ଆପଣ ସୋରିଷ ତେଲକୁ ହିଁ ଚଏସ୍ କରିବେ। ତ ସୋରିଷ ତେଲଟାରେ ବହୁତ ବେଷ୍ଟ ଫ୍ଲେଭର୍ ଆସିଥାଏ। ତ ତେଲ ଗରମ ହେଇସାରିଲାଣି, 1 ଚାମଚ ଆମେ ଚିନି ଦେବା। ଚିନି ପକାଇକି ଆମେ ତା'ର କଲର୍ ଆଣିବା, ଯେମିତି ଆମର ତରକାରୀର କଲର୍ ଭଲ ଭାବରେ ଆସିବ। ଏବେ ଟିକେ ଆମେ କ'ଣ କରିବା, ସେଥିରେ 2ଟା ତେଜପତ୍ର, ଡାଲଚିନି ଖଣ୍ଡେ ପକାଇବା। ତ ଗୋଟା ମସଲା ପକାଇଲେ ତା'ର ଫ୍ଲେଭର୍ଟା ବହୁତ ବଢ଼ିଆ ଆସିଥାଏ। ତ ଏବେ ଆମର ତେଲ ହେରିଆ ହେଇଯାଇଛି। ଆମେ ଯେଉଁ ମସଲା ରଖିଥିଲେ ତ ତାକୁ ପକାଇବା। ତ ମସଲାକୁ ଦେଇକି ଆମେ ଭଲ ଭାବରେ ଆକୁ 5ରୁ 6 ମିନିଟ୍ କଷିବା। ମସଲାକୁ ଆପଣ ଏଇ ଯେଉଁ ସାଧା ମସଲାକୁ ଯେମିତି କଷିବେ ତା'ର ଫ୍ଲେଭର୍ଟା ବହୁତ ବଢ଼ିଆ ହିଁ ଆସିବ। ଏବେ କ'ଣ କରିବା, ଯେଉଁ ମସଲା ଗୁଣ୍ଡ ଆମେ ସବୁ ରଖିଥିଲେ ସେଥିରେ ପାଣି ପକାଇକି ଟିକେ ଗୋଳେଇ ଦେବା। ଗୋଳେଇ ସାରିଲା ପରେ ତାପରେ ମସଲାକୁ ଆମେ ଯେଉଁ ଟମାଟର, କାଜୁ, ଚାରୁମଗଜର ପିଉରେ ଆମେ ଗୁଣ୍ଡ ମସଲାକୁ ଦେବା। ତ ଦେଇ ସାରିଲା ପରେ ଆମେ ତାକୁ ଭଲ ଭାବରେ କଷିବା। କଞ୍ଚା ମସଲାଟା, କାହିଁକିନା ଯେଉଁଠୁ ବିନା ପିଆଜ ରସୁଣର ମସଲା, ତ ଟିକେ ଟାଇମ୍ ଲାଗିଥାଏ ସିଝିବାକୁ। ତ ବହୁତ ବଢ଼ିଆ ଆର ବାସ୍ନା ଆସିଥାଏ। ତାପରେ କ'ଣ କରିବା, 4ରୁ 5 ମିନିଟ୍ ଆମର ମସଲା କଷି ହେଇଯାଇଛି। ଏବେ ଆମେ ସେଥିରେ ପକାଇବା ଦହି। ତ ଦହି ପକାଇକି ଆମେ ଗ୍ୟାସ୍କୁ ପୁରା ସ୍ଲୋ କରିଦେବା। ଦହି ପକାଇକି ଯଦି ଆମେ ଗ୍ୟାସ୍ ହାଇରେ ରଖିବା ଆମର ଦହିଟା ଫାଟି ଯାଇଥାଏ ଆଉ ଖଟା ଲାଗିବ। ତ ଏବେ ଆମେ ସେଥିରେ କ'ଣ କରିବା, ମସଲାରେ ସ୍ୱାଦ ଅନୁସାରେ ଲୁଣ ଦେବା। ତ ଦହି ପକାଇ ସାରିଲା ପରେ ଦେଖନ୍ତୁ ତା'ର କଲର୍ କେତେ ବଢ଼ିଆ ଦେଖାହେଉଛି, ଆଉ ଆର ବାସ୍ନା ବି ବହୁତ ବଢ଼ିଆ ଆସୁଛି। ଏ ତରକାରୀ ଯେମିତି ଦେଖାଯାଉଛି ଖାଇବାକୁ ବି ସେମିତି ହିଁ ଲାଗିବ। ସେଥିରେ ଆମେ କିଛି ପାଣି ଦେଇଦେବା। ପାଣି ଅଳ୍ପ ଦେଇକି 1/2 କପ୍ରୁ କି 2 ଚାମଚ ପାଣି ଦେଇକି ମସଲାକୁ ଆମେ ଭଲ ଭାବରେ କଷିବା। ଏବେ କ'ଣ କରିବା, ମସଲା କଷିଲା ଟାଇମ୍ରେ ଟିକେ ଗରମ ମସଲା ପକାଇଦେବା। ତ ଗରମ ମସଲା ପକାଇକି ମସଲାକୁ ଯେତେ କଷିବା ଆର ଫ୍ଲେଭର୍ଟା ସେତେ ଭଲ ଆସିବ। ମସଲା ଆମର 90% କଷି ହେଇଯାଇଛି। ଏବେ ଆଳୁ ପକାଇକି ଆମେ 10% କଷିବା। ଗ୍ୟାସ୍କୁ ଏବେ ଟିକେ ଆମେ ମିଡ଼ିୟମ୍ ଆଞ୍ଚରେ ରଖିବା, ହାଇରେ ରଖିବାନି, ଜଳିଯିବ ମସଲା। ଆଉ ସ୍ଲୋରେ ରଖିଲେ ମସଲା କଷି ହେବନି। ତ ସେଥିଲାଗି ଆପଣମାନେ ମିଡ଼ିୟମ୍ ଆଞ୍ଚରେ ହିଁ ରଖିକି ମସଲା ସହିତ ଦହିକୁ ଭଲ ଭାବରେ କଷିବେ। ତ ଆଳୁର ମସଲାର ଫ୍ଲେଭର୍ଟା ବହୁତ ବଢ଼ିଆ ଆସେ। ସେଥିଲାଗି ଟିକେ ଆଳୁ ପକାଇକି ଆପଣ 2ରୁ 3 ମିନିଟ୍ କଷିବା। ମସଲା ଟିକେ ଲାଗିଯାଉଛି, ତ ସେଥିଲାଗି ଆମେ କ'ଣ କରିବା, ଏବେ ଆମେ 2 ଚାମଚ ଭଳିଆ ପାଣି ଦେବା। ତ ପାଣି ଦେଇକି ଭଲ ଭାବରେ କଷିଲେ ଆର ଯେଉଁ ଟମାଟରର ଫ୍ଲେଭର୍ ଆଉ ଦହିର ଫ୍ଲେଭର୍ଟା ଆଳୁ ସହିତ ଆଡ଼୍ ହେଇଥାଏ। ତ ଝୋଳର ଫ୍ଲେଭର୍ଟା ବହୁତ ବଢ଼ିଆ ହିଁ ଆସେ। ତ ସେଥିଲାଗି ଆପଣ ଧ୍ୟାନ ସହିତ ଆକୁ ଭଲ ଭାବରେ କଷିବେ।
एथिरे मु टिके गरम मसला खाली डालचीनी गुंड नहीं आम तो मसला कसला टाइम रे गरम मसला पकईदे तापर आम डालचीनी गुंड पकेबा। डालचीनी गुंडटा पकेले तरकारी स्वादटा 2 गुण बढ़िया होता है। एबे आम झोल हिसाब रे पानी देबा तो कहीं आम एटा पतला झोल रखा ना मीडियम झोल टाइप रखा या खाया बहुत बढ़िया ही लगे। तो तापर कौन करवा एबे आम टिके गरम मसला पकई देकी कभर करके हाई आचरे 4 ରୁ 5 मिनट फुटे दबा। ଏବେ ଦେଖନ୍ତୁ 3 ରୁ 4 ମିନିଟ୍ ହେଇଯାଇଛି। ମୁଁ ତରକାରୀ କି ଫୁଟେଇକି ଗ୍ୟାସକୁ ଅଫ୍ କରିଦେଇଥିଲି। ତରକାରୀର କଲର୍ ଦେଖନ୍ତୁ କେତେ ସୁନ୍ଦର ଆଉ ବହୁତ ବଢ଼ିଆ ବାସ୍ନା ଆସୁଛି। ତରକାରୀଟା ହେଇସାରିଲା ପରେ ଦେଖନ୍ତୁ ତରକାରୀର ଫୁଟିଲା ଟାଇମ୍ରେ ଯେମିତି ଝୋଳଟା ଥିଲା ଝୋଳଟା ତାପରେ ଆହୁରି ବହଳିଆ ହେଇଯାଇଛି। ନା ପତଳା ନା ବେଶୀ ବହଳିଆ, ଝୋଳଟା ଏଇ ଟାଇପ୍ର ହିଁ ରହିଲେ ଆପଣ ଆରାମସେ ଗରମ ଭାତ, ରୁଟି, ପୁରୀ, ଇଟିଲି ସହିତ ବି ଖାଇପାରିବେ। ବିନା ପିଆଜ ରସୁଣରେ ବଢ଼ିଆ ରେସିପିଟେ ଆପଣମାନେ ନିହାତି ଟ୍ରାଏ କରିବେ। ଏଇ ରେସିପି ଏଇ ଷ୍ଟାଇଲରେ ଆପଣ ଯଦି ଥରେ ବନେଇକି ଖାଇବେ ଆପଣ ବାର ବାର ହିଁ ବନେଇକି ଖାଇବେ। आशा करछि आपनको रेसिपीटी पसंद आसथिबो। रेसिपीटी पसंद आसले प्लीज लाइक करदेबे। चैनल नुआ थिले प्लीज चैनल को सब्सक्राइब करेंगे। वीडियोटी भल लगे आपण सांग मान सहित शेयर करेंगे। तो आज एतिकी देखा आ गोटे न्यू रेसिपी रे। थैंक यू फॉर वाचिंग। जय जगन्नाथ। राधे राधे।